Story by LL. ରେ ଭିକ୍ ମାଗୁଥିବା ସେହି ଝିଅଟି କେବେ ଭାବି ନଥିଲା ଯେ ତାର ଭାଗ୍ୟ ନସିବ ଜଣେ ଗରିବ ଯାତ୍ରୀର ହୃଦୟ ଭିତରେ ଲୁଚି ରହିଛି। ଯେତେବେଳେ ଦୁନିଆ ମୁହଁ ଫେରାଇ ନେଲା ସେତେବେଳେ ଗୋଲୁ ତାକୁ ପଇସା ନୁହେଁ ବରଂ ନିଜର ପତ୍ନୀ ହେବାକୁ ନିମନ୍ତ୍ରଣ ଦେଲା। ଯଦି ଆମ ଭିଡିଓଟି ଭଲ ଲାଗିଲା ତେବେ ଆମ ଭିଡିଓକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ଏହା ହେଉଛି ବିହାରର ବକ୍ସରର ଜଣେ ସିଧାସଳଖ ଯୁବକ ଗୋଲୁ ଯାଦବଙ୍କ କାହାଣୀ। ଗୋଲୁ ଅତ୍ୟନ୍ତ ଗରିବ ଥିଲା କିନ୍ତୁ ତାର ହୃଦୟ ସୁନା ଭଳି ଥିଲା। ସେହି ଦିନ ସେ ଚାକିରି ଖୋଜିବା ପାଇଁ ତାର ଗାଁ ଠାରୁ ଦୂରରେ ଥିବା ଏକ ସହରକୁ ଟ୍ରେନରେ ଏକ ଲମ୍ବା ଯାତ୍ରା କରୁଥିଲା। ସକାଳର କୁହୁଡ଼ି ଝରକା ଦେଇ ଛାଣି ହୋଇ ଆସୁଥିଲା ଏବଂ ବିଲଗୁଡ଼ିକ ଏପରି ଦୌଡୁଥିଲେ ଯେପରି ଗୋଲୁର ଜୀବନର ନିରାଶା। ସେ ଜାଣିନଥିଲା ଯେ ଏହି ଯାତ୍ରା କେବଳ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନୁହେଁ ବରଂ ତାର ଭାଗ୍ୟ ବଦଳାଇବାକୁ ଯାଉଛି। ସେ ଗଭୀର ଚିନ୍ତାରେ ବୁଡ଼ି ରହିଥିଲା, ଭାବୁଥିଲା ଯେ ଦାରିଦ୍ର୍ୟର ଏହି ବୋଝ କେବେ ଦୂର ହେବ କି ନାହିଁ। ହଠାତ୍ ଟ୍ରେନର ଡବାରେ ଜଣେ ଝିଅ ଆସିଲା। ତାର ବୟସ ପ୍ରାୟ 14 ବିନା 15 ବର୍ଷ ହେବ କିନ୍ତୁ ତାର ଆଖିରେ ଏକ ଅଜବ ଦୁଃଖ ଥିଲା ଯାହା ତାର ବୟସଠାରୁ ଅଧିକ ଗଭୀର ଥିଲା। ଫଟା ପୁରୁଣା ପୋଷାକ ଏବଂ ହାତରେ ଏକ ଖାଲି ପାତ୍ର ଧରି ସେ ଲୋକଙ୍କୁ ଭିକ୍ ମାଗୁଥିଲା। ଅଧିକାଂଶ ଲୋକ ମୁହଁ ଫେରାଇ ନେଲେ କିମ୍ବା କିଛି ପଇସା ଫୋପାଡ଼ି ଦେଲେ। ଏହି ଦୁନିଆ ଯିଏ ତାର ଅସହାୟତାକୁ ଦେଖିବାକୁ ଚାହୁଁନଥିଲା ତାକୁ ଅଣଦେଖା କରୁଥିଲା। ଗୋଲୁ ଦେଖିଲା ଯେ ତାର ଚେହେରାରେ ଭୋକ ଏବଂ ଅପମାନର ଯନ୍ତ୍ରଣା ସ୍ପଷ୍ଟ ଦେଖାଯାଉଛି। ଭିଡ଼ ଯାହାକୁ କେବଳ ଜଣେ ଭିକାରୀ ବୋଲି ଭାବିଲା, ଗୋଲୁ ସେଥିରେ ଗୋଟିଏ ଦୁଃଖ, ଏକାକିତ୍ୱ ଏବଂ ଜଣେ ମଣିଷକୁ ଦେଖିଲା। ତା ମନରେ ପ୍ରଶ୍ନ ଉଠିଲା, ଏତେ କମ୍ ବୟସରେ କାହିଁକି ଜଣେ ଝିଅ ଏକୁଟିଆ ଟ୍ରେନରେ ଭିକ୍ ମାଗୁଛି? ଗୋଲୁ ଯିଏ ନିଜେ ଅଭାବରେ ବଢିଥିଲା ସେହି ଝିଅର ଦୁଃଖକୁ ଅନୁଭବ କରିପାରୁଥିଲା। ତାର ହୃଦୟରେ ଦୟା ନୁହେଁ ବରଂ ଏକ ଗଭୀର ସହାନୁଭୂତି ଜାଗ୍ରତ ହେଲା। ଯେତେବେଳେ ଝିଅଟି ତା ପାଖକୁ ଆସିଲା, ଗୋଲୁ ତାକୁ ଟଙ୍କା ଦେବା ପରିବର୍ତ୍ତେ ଧୀରେ ପଚାରିଲା, ତୁମେ କାହିଁକି ଭିକ୍ ମାଗୁଛ? ଝିଅଟି ଉପରକୁ ଚାହିଁଲା। ତାର ଆଖି ଲୁହରେ ଭରି ଯାଇଥିଲା ଯେପରି ଶୁଖିଲା ଋତୁରେ ପ୍ରଥମ ବର୍ଷା। ତାକୁ ଲାଗିଲା ଯେ କେହି ତାର ମଜାକ ଉଡାଉଛି। ଗୋଲୁର ସ୍ୱରରେ ଏକ କୋମଳତା ଥିଲା ଯାହା ଝିଅଟିକୁ ଟିକିଏ ସାହସ ଦେଲା। ସେ ଧୀର ଥରୁଥିବା ସ୍ୱରରେ କହିଲା, ସାହେବ, ମୁଁ ପିଲାଦିନରୁ ଅନାଥ। ମୋର ମା ବାପା ନାହାନ୍ତି କିମ୍ବା କୌଣସି ଠିକଣା ନାହିଁ। କୁଆଡେ ଯାଆନ୍ତି? ପେଟ ପୋଷିବା ପାଇଁ ଭିକ୍ ମାଗିବା ବ୍ୟତୀତ ଆଉ କୌଣସି ରାସ୍ତା ନାହିଁ। ଏହି ଦୁନିଆ ବହୁତ ନିଷ୍ଠୁର, ନା ଭିକ୍ ମାଗିବାକୁ ଦିଏ ନା ଭଲ ପାଏ। ତାର କଥା ଗୋଲୁର ହୃଦୟରେ ଗଭୀର ଆଘାତ ଦେଲା। ତାକୁ ଲାଗିଲା ଯେପରି ଭାଗ୍ୟ ତାକୁ କହୁଛି ଯେ ତୁମର ଏକାକିତ୍ୱ ଏବଂ ଏହି ଝିଅର ଏକାକିତ୍ୱ ବର୍ତ୍ତମାନ ଏକ କାହାଣୀରେ ପରିଣତ ହେବାକୁ ଯାଉଛି। ଗୋଲୁର ମନରେ ଗୋଟିଏ କଥା ସ୍ପଷ୍ଟ ହୋଇଗଲା, ସେ ଏହି ଝିଅ ସହିତ ହେଉଥିବା ଅନ୍ୟାୟକୁ ଆଉ ସହିପାରିବ ନାହିଁ। ଗୋଲୁ ତାର ହୃଦୟର କଥା ଶୁଣିଲା। ସେ ଭାବିଲା ଯେ ଏହା କେବଳ ଭିକ୍ ମାଗୁଥିବା ଝିଅ ନୁହେଁ ବରଂ ଜୀବନର କଷ୍ଟ ସହିତ ଲଢୁଥିବା ଜଣେ ସାହସୀ ଝିଅ। ତାର ମନ ତା ପ୍ରତି ସମ୍ମାନ ଏବଂ ଅତୁଟ ବିଶ୍ୱାସରେ ଭରିଗଲା। ଗୋଲୁ ଏକ ମୁହୂର୍ତ୍ତ ବି ନ ଭାବି ନିଜ ସିଟ୍ରୁ ଉଠି ସେହି ଝିଅର ହାତ ଧରିଲା। ତାର ଆଖିରେ ଆଖି ମିଶାଇ ସେ ପଚାରିଲା ପୂର୍ଣ୍ଣ ସଚ୍ଚୋଟତା ଏବଂ ବିଶ୍ୱାସ ସହିତ, ତୁମେ କଣ ମୋତେ ବିବାହ କରିବ? ମୁଁ ଗରିବ କିନ୍ତୁ ମୁଁ ତୁମକୁ କେବେ ବି ଭିକ୍ ମାଗିବାକୁ ଦେବି ନାହିଁ। ମୁଁ ପରିଶ୍ରମ କରିବି ଏବଂ ତୁମକୁ ମୋର ପତ୍ନୀ ଭାବରେ ନିଜ ସହିତ ରଖିବି। ଝିଅଟି ସମ୍ପୂର୍ଣ୍ଣ ଚକିତ ହୋଇଗଲା। ତାକୁ ବିଶ୍ୱାସ ହେଲା ନାହିଁ। ସେ ଗୋଲୁକୁ କହିଲା, ସାହେବ, ଆପଣ ମଜାକ କରନ୍ତୁ ନାହିଁ। ମୋ ଭିକାରୀକୁ କିଏ ବାହା ହେବ? ମୋ ପାଖରେ ତ କିଛି ନାହିଁ। କିନ୍ତୁ ଗୋଲୁର ସ୍ୱରରେ ମଜାକ ନଥିଲା କି ଦୟା ନଥିଲା। ସେଠାରେ ଥିଲା ସତ୍ୟତା, ଭରସା ଏବଂ ଏକ ଦୃଢ଼ ନିଷ୍ପତ୍ତି। ଗୋଲୁ କହିଲା, ଏହା ସତ, ମୁଁ ତୁମକୁ ମୋ ଘରକୁ ନେଇଯିବି। ଯେତେବେଳେ ଗୋଲୁ ସେହି ଅନାଥ ଝିଅକୁ ଧରି ନିଜ ଘରେ ପହଞ୍ଚିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ତାର ସବୁଠାରୁ ବଡ଼ ଶକ୍ତି ଥିଲେ ତାର ନିଜ ପରିବାର ଲୋକେ। ଗୋଲୁର ପରିବାର ଲୋକେ ମଧ୍ୟ ସେତିକି ନେକ୍, ଭଲ ଏବଂ ଦୟାଳୁ ଥିଲେ। ସେମାନେ ଝିଅର ଅବସ୍ଥାକୁ ନୁହେଁ ବରଂ ତାର ହୃଦୟକୁ ଦେଖିଲେ ଏବଂ ଗୋଲୁର ନିଷ୍ପତ୍ତିକୁ ସମ୍ମାନ ଦେଲେ। ସେମାନେ ଗୋଲୁକୁ କହିଲେ, ଯଦି ତୁ ତାକୁ ତୋର ପତ୍ନୀ କରିବାକୁ ଚାହୁଁଛୁ ତେବେ ଆଜିଠାରୁ ସେ ଆମର ଝିଅ। ତାର ସାହାଯ୍ୟ କରିବା ତୋର ଧର୍ମ। କିଛି ଦିନ ମଧ୍ୟରେ ଦୁହିଁଙ୍କର ବିବାହ ହେଲା। ଭିକ୍ ମାଗୁଥିବା ସେହି ଝିଅଟି ଗୋଲୁର ଘରର ବୋହୂ ଏବଂ ସେହି ଘରର ରାଣୀ ହୋଇଗଲା। ଏହି କାହାଣୀଟି ଆମକୁ ମଣିଷପଣିଆ, ପ୍ରକୃତ ପ୍ରେମ ଏବଂ ନିଷ୍ପତ୍ତିର ଶକ୍ତି ବିଷୟରେ କେତେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ।